ଏବଂ ଆଉ ଅନ୍ୟମାନଙ୍କୁ ଅନୁରୋଧ କରିବା ଯୋଉ ଯୋଉ ଅନୁଷ୍ଠାନ ଗୁଡିକ ଜୟନାରାୟଣ ମିଶ୍ରଙ୍କୁ ଡାକୁଛନ୍ତି ସେମାନେ କାହିଁକି ବନ୍ଦେ ଉତ୍କଳ ଜନନୀ ଗାଉଛନ୍ତି ସେ ଗୀତ ବନ୍ଦ କରିଦେବେ। ସେମିତି ତ ମାନେ ନାହିଁ ଯେ ପ୍ରତି ମିଟିଂ ରେ ଏଇଟା ଗାୟନ ହବ ବୋଲି ତ ସେମିତି ମାଣ୍ଡାଟୋରୀ ନାହିଁ। ତାହେଲେ ଆପଣ କଣ କରିବେ ଭାଇ ଆମେ ଗାଇବୁନି। ଆଇଦର ଗୋଟିଏ କଥା କରନ୍ତୁ, ବନ୍ଦେ ଉତ୍କଳନ ଜନନୀ ଗାୟନ କରାଯାଉଥିବା ଜାଗାକୁ ଜୟନାରାୟଣ ମିଶ୍ରଙ୍କୁ ଡକା ନ ଯାଉ, ଜୟନାରାୟଣ ମିଶ୍ରଙ୍କୁ ଯୋଉଠି ଡକାଯିବ ସେଠାରେ ବନ୍ଦେ ଉତ୍କଳ ଜନନୀ ଗାୟନ କରା ନ ଯାଉ। ସମ୍ବଲପୁରରେ କଣ ଆପଣ ଏକୁଟିଆ କୋଶଳ ଆନ୍ଦୋଳନ ସମର୍ଥକ, ଅନ୍ୟମାନେ କଣ ପଶ୍ଚିମ ଓଡିଶାରେ କେହି ନାହାନ୍ତି? ପ୍ରସନ୍ନ ଆଚାର୍ଯ୍ୟ କଣ ଆପଣ ବଡ ନେତା? ସେଠି କଣ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ନାହାନ୍ତି? ସେଠି କଣ ଆପଣଙ୍କର ରବିନାରାୟଣ ନାୟକ ମନ୍ତ୍ରୀ ନାହାନ୍ତି? ଆପଣଙ୍କର ସୁରେଶ ପୂଜାରୀ କଣ ମନ୍ତ୍ରୀ ନାହାନ୍ତି? କିନ୍ତୁ ଆପଣଙ୍କ ଦେହରେ ଏତେ ପଶି ଯାଇଛି ରାଗ ଏଇ ଭୋଟ ପାଇଁ। ଆଟଲିଷ୍ଟ ସମସ୍ତଙ୍କୁ ସମ୍ମାନ ଦବା। ଆମେ କଣ ସମ୍ବଲପୁରୀ ଡ୍ରେସ ପିନ୍ଧୁ ନାହିଁ ଯେ ଆମେ କହିବୁ ତାଙ୍କ ଡ୍ରେସ କାହିଁ ପିନ୍ଧିବୁ? କିନ୍ତୁ ମୋହନ ମାଝୀ, ମନମୋହନ ସାମଲ ପ୍ରଥମେ ସ୍ପଷ୍ଟ କରିବେ ଜୟନାରାୟଣ ମିଶ୍ର ମନ୍ତ୍ରୀ ହେଲେ ବନ୍ଦେ ଉତ୍କଳ ଜନନୀ ଠିଆ ହେବେ କି ନାହିଁ। ଏକ ଆଉ ଗୋଟିଏ କଥା, ଠିକ ଅଛି ଯଦି ବନ୍ଦେ ଉତ୍କଳ ଜନନୀରେ ଜୟନାରାୟଣ ବାବୁ ଠିଆ ହେବାକୁ ଚାହୁଁନାହାନ୍ତି ତାହେଲେ ଆପଣ ଜାଣିଛନ୍ତି ସଭା ଆରମ୍ଭରୁ ତ ଗାୟନ କରାଯାଏ। ଏଇଟା ତ ଡୁଏଟ ଗୀତ ନୁହଁ, ମଝିରେ ମଝିରେ ଆପଣ ମାନଙ୍କୁ ଚିତ୍ତ ବିନୋଦନ ପାଇଁ ହାଲକାରେ ଯେତେବେଳେ ଟାଇମ ପାସ୍ ପାଇଁ ଗୀତ ବୋଲା ହଉଛି, ଷ୍ଟାର୍ଟିଂ ରୁ ବୋଲା ହଉଛି, ତାହେଲେ 15 ମିନିଟ ସଭା ପୂର୍ବରୁ ଆପଣ ପହଞ୍ଚନ୍ତୁ। ଆମ ବନ୍ଦେ ଉତ୍କଳ ଜନନୀର ସମ୍ମାନ ରହିଲା। ଆପଣ ମଧ୍ୟ ବିରୋଧ କଲେନି ବୋଲି କଥାଟା ଗଲା, ଆପଣ ଡେରିରେ ଆସିଲେ। ବର୍ତ୍ତମାନ ଚର୍ଚ୍ଚା ହଉଛି ଜୟନାରାୟଣ ମିଶ୍ର ହେବେ ମନ୍ତ୍ରୀ। ମତେ କୁହନ୍ତୁ, ଗୋଟେ ମିଟିଂ ଅଛି ସରକାରଙ୍କର ପ୍ରୋଗ୍ରାମରେ, ସ୍ୱାଭାବିକ ଭାବରେ ବନ୍ଦେ ଉତ୍କଳ ଜନନୀ ଗାୟନ କରାଗଲା, ସେତେବେଳେ ଯୋଉ ଜୟନାରାୟଣ ମିଶ୍ର ବସିକି ହାଇ ମାରିଲେ। ତା ମାନେ କଣ? ସରକାରଙ୍କର ଜଣେ ମନ୍ତ୍ରୀ ହେଇକି ମଧ୍ୟ ବାର୍ତ୍ତା ଦେଲେ ଯେ ଇଏ ସବୁ ଚଳନୀୟ। କାଲି ଆପଣ କଣ କରିବେ? ତାଙ୍କୁ ବି ଦେଖିକି ଆଉ 4 ଜଣ ଗୋଡ ଉପରେ ଗୋଡ ବସିକି କଥା ହେବେ। ଏବଂ ଯେତେବେଳେ ସଭା ଆରମ୍ଭ, ସେଇ କଥା ମୁଁ କହୁଛି ଆଜ୍ଞା, ସଭା ଆରମ୍ଭ ବେଳେ, ସଭା ଆରମ୍ଭରୁ ଯେତେବେଳେ ବନ୍ଦେ ଉତ୍କଳ ଜନନୀ ଗାୟନ କରାଯାଉଛି, ତମର ଠିଆ ହେବାର ନାହିଁ କି ସମ୍ମାନ ଦବାର ନାହିଁ। ବେଟର ସେ ଗୀତ ସରିବ, 15 ମିନିଟ ତମ ଭାଷଣ ଚାଲିଲା ପରେ ଆସନ୍ତୁ। କାହାକୁ ଅସମ୍ମାନିତ ଲାଗିବନି। କି ସରକାର ମଧ୍ୟ, କି ଭାରତୀୟ ଜନତା ପାର୍ଟି ମଧ୍ୟ ଆକୁ ନେଇକି ଅକଳରେ ପଡିବନି। ଦେଖନ୍ତୁ, ବନ୍ଦେ ଉତ୍କଳ ଜନନୀ ଗାୟନ ବେଳେ ଠିଆ ହେବା ବାଧ୍ୟତାମୂଳକ ନୁହେଁ, ସେମିତି ଯେହେତୁ ନିୟମ ନାହିଁ। କିନ୍ତୁ ସରକାର କରିଦେଇଛନ୍ତି ବନ୍ଦେ ଉତ୍କଳ ଜନନୀ ବି ଗାୟନ କରାଯିବ, ଜାତୀୟ ସଙ୍ଗୀତ ବି ଗାୟନ କରାଯିବ। ଆପଣ ମାନେ ଲକ୍ଷ୍ୟ କରିଥିବେ ବିଧାନସଭାରେ ମଧ୍ୟ ଉଭୟ ଗାୟନ କରାଯାଉଛି। ଜୟନାରାୟଣ ମିଶ୍ର ଜଣେ ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ଥିଲେ। ଯେତେବେଳେ ମନ୍ତ୍ରୀ ସମ୍ମାନ ନ ଦେବେ ତାହେଲେ କି ବାର୍ତ୍ତା ଦେବେ ପୂର୍ବତନ ମନ୍ତ୍ରୀ? ବର୍ତ୍ତମାନ ଚର୍ଚ୍ଚା ହଉଛି ଜୟନାରାୟଣ ମିଶ୍ର ହେବେ ମନ୍ତ୍ରୀ। ମତେ କୁହନ୍ତୁ, ଗୋଟେ ମିଟିଂ ଅଛି ସରକାରଙ୍କର ପ୍ରୋଗ୍ରାମରେ, ସ୍ୱାଭାବିକ ଭାବରେ ବନ୍ଦେ ଉତ୍କଳ ଜନନୀ ଗାୟନ କରାଗଲା, ସେତେବେଳେ ଯୋଉ ଜୟନାରାୟଣ ମିଶ୍ର ବସିକି ହାଇ ମାରିଲେ। ତା ମାନେ କଣ? ସରକାରଙ୍କର ଜଣେ ମନ୍ତ୍ରୀ ହେଇକି ମଧ୍ୟ ବାର୍ତ୍ତା ଦେଲେ ଯେ ଇଏ ସବୁ ଚଳନୀୟ। କାଲି ଆପଣ କଣ କରିବେ? ତାଙ୍କୁ ବି ଦେଖିକି ଆଉ 4 ଜଣ ଗୋଡ ଉପରେ ଗୋଡ ବସିକି କଥା ହେବେ। ଆଉ 2 ଜଣ ବିଭିନ୍ନ ପ୍ରକାର ଆଚରଣ ପ୍ରକାଶ କରିପାରନ୍ତି। ମୋ କହିବା କଥା ହଉଛି, ଆପଣ କୋଶଳକୁ ଭଲ ପାଆନ୍ତୁ କିମ୍ବା ଉତ୍କଳକୁ ଭଲ ପାଆନ୍ତୁ, କିଛି କିଛି ଲୋକ ସମ୍ବଲପୁରରେ ଲୋକମାନେ କୋଶଳୀ କଥା କହୁଛନ୍ତି, କିନ୍ତୁ ତେମେ ଯେତେବେଳେ ରାଜ୍ୟ ସରକାରଙ୍କର ମନ୍ତ୍ରୀ ହବ ବୋଲି ହମ ହମ ହଉଛନ୍ତି, ଯେତେବେଳେ ଆମେ ମନ୍ତ୍ରୀ ହବୁ ବୋଲି ଦୌଡ଼ରେ ରହିଛନ୍ତି, ଆପଣ ମାନେ ଦେଖିବେ ସମ୍ବଲପୁର ଚିତ୍ର ଯାହା ହେଲା, ମାନେ ଆମର ରବି ନାୟକ ଅଛନ୍ତି ବର୍ତ୍ତମାନ ସମ୍ବଲପୁରରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ତାଙ୍କର ହେଲା ନାହିଁ ମାନେ ସେ ମନ୍ତ୍ରୀ ରେସରେ ରହିଛନ୍ତି। ବୁଝନ୍ତୁ କଥାଟା। କିନ୍ତୁ ମୋହନ ମାଝୀ, ମନମୋହନ ସାମଲ ପ୍ରଥମେ ସ୍ପଷ୍ଟ କରିବେ ଜୟନାରାୟଣ ମିଶ୍ର ମନ୍ତ୍ରୀ ହେଲେ ବନ୍ଦେ ଉତ୍କଳ ଜନନୀ ଠିଆ ହେବେ କି ନାହିଁ। ଏକ ଆଉ ଗୋଟିଏ କଥା, ଠିକ ଅଛି ଯଦି ବନ୍ଦେ ଉତ୍କଳ ଜନନୀରେ ଜୟନାରାୟଣ ବାବୁ ଠିଆ ହେବାକୁ ଚାହୁଁନାହାନ୍ତି ତାହେଲେ ଆପଣ ଜାଣିଛନ୍ତି ସଭା ଆରମ୍ଭରୁ ତ ଗାୟନ କରାଯାଏ। ଏଇଟା ତ ଡୁଏଟ ଗୀତ ନୁହଁ, ମଝିରେ ମଝିରେ ଆପଣ ମାନଙ୍କୁ ଚିତ୍ତ ବିନୋଦନ ପାଇଁ ହାଲକାରେ ଯେତେବେଳେ ଟାଇମ ପାସ୍ ପାଇଁ ଗୀତ ବୋଲା ହଉଛି, ଷ୍ଟାର୍ଟିଂ ରୁ ବୋଲା ହଉଛି, ତାହେଲେ 15 ମିନିଟ ସଭା ପୂର୍ବରୁ ଆପଣ ପହଞ୍ଚନ୍ତୁ। ଆମ ବନ୍ଦେ ଉତ୍କଳ ଜନନୀର ସମ୍ମାନ ରହିଲା। ଆପଣ ମଧ୍ୟ ବିରୋଧ କଲେନି ବୋଲି କଥାଟା ଗଲା, ଆପଣ ଡେରିରେ ଆସିଲେ। ଏବଂ ଯେତେବେଳେ ସଭା ଆରମ୍ଭ, ସେଇ କଥା ମୁଁ କହୁଛି ଆଜ୍ଞା, ସଭା ଆରମ୍ଭ ବେଳେ, ସଭା ଆରମ୍ଭରୁ ଯେତେବେଳେ ବନ୍ଦେ ଉତ୍କଳ ଜନନୀ ଗାୟନ କରାଯାଉଛି, ତମର ଠିଆ ହେବାର ନାହିଁ କି ସମ୍ମାନ ଦବାର ନାହିଁ। ବେଟର ସେ ଗୀତ ସରିବ, 15 ମିନିଟ ତମ ଭାଷଣ ଚାଲିଲା ପରେ ଆସନ୍ତୁ। କାହାକୁ ଅସମ୍ମାନିତ ଲାଗିବନି। କି ସରକାର ମଧ୍ୟ, କି ଭାରତୀୟ ଜନତା ପାର୍ଟି ମଧ୍ୟ ଆକୁ ନେଇକି ଅକଳରେ ପଡିବନି। ଏବଂ ଆଉ ଅନ୍ୟମାନଙ୍କୁ ଅନୁରୋଧ କରିବା ଯୋଉ ଯୋଉ ଅନୁଷ୍ଠାନ ଗୁଡିକ ଜୟନାରାୟଣ ମିଶ୍ରଙ୍କୁ ଡାକୁଛନ୍ତି ସେମାନେ କାହିଁକି ବନ୍ଦେ ଉତ୍କଳ ଜନନୀ ଗାଉଛନ୍ତି ସେ ଗୀତ ବନ୍ଦ କରିଦେବେ। ସେମିତି ତ ମାନେ ନାହିଁ ଯେ ପ୍ରତି ମିଟିଂ ରେ ଏଇଟା ଗାୟନ ହବ ବୋଲି ତ ସେମିତି ମାଣ୍ଡାଟୋରୀ ନାହିଁ। ତାହେଲେ ଆପଣ କଣ କରିବେ ଭାଇ
ଆମେ ଗାଇବୁନି। ଆଇଦର ଗୋଟିଏ କଥା କରନ୍ତୁ, ବନ୍ଦେ ଉତ୍କଳନ ଜନନୀ ଗାୟନ କରାଯାଉଥିବା ଜାଗାକୁ ଜୟନାରାୟଣ ମିଶ୍ରଙ୍କୁ ଡକା ନ ଯାଉ, ଜୟନାରାୟଣ ମିଶ୍ରଙ୍କୁ ଯୋଉଠି ଡକାଯିବ ସେଠାରେ ବନ୍ଦେ ଉତ୍କଳ ଜନନୀ ଗାୟନ କରା ନ ଯାଉ। ଯାହା ଫଳରେ କଣ ହଉଛି ଆଜିକାଲି ଆପଣ ଆକୁ କେହି ହାଲକାରେ ନବା ଉଚିତ ନୁହେଁ। ଆମେ ମଧ୍ୟ ଏ ଯୋଉ ସମ୍ବଲପୁରରେ କିଏ କଣ ବିରୋଧ କଲେ ଆମେ ତାଙ୍କ ମାନେ ଆଞ୍ଚଳିକ ବାଦକୁ ଯାଉନାହିଁ। ଆମେ କହୁଛେ ଉତ୍କଳ ଦିବସ, ଆରେ ଭାଇ ଯାହା ତ ଇତିହାସଟାକୁ ଆପଣ ବଦଳେଇ ଦେଇପାରିବେ କି? ଉତ୍କଳର ସମ୍ମିଳନୀ ପାଇଁ ଆଜି ଓଡିଶା ଏକାଠି ହେଇଛି, ଆପଣ କଣ ସେ ସମ୍ମିଳନୀ ନାଁଟା ଇତିହାସରୁ ବଦଳେଇ ଦେବେ ଯେ ନାଇଁ ଉତ୍କଳ ସମ୍ମିଳନୀ ନୁହଁ, ସେଟା ହଉଛି କୌଶଳ ସମ୍ମିଳନୀ? ଆରେ ଭାଇ ଇତିହାସକୁ କିଛି କିଛି ଜିନିଷକୁ ଆମକୁ ସ୍ୱୀକାର କରିବାକୁ ପଡିବ। ଆପଣ ଆଜି ଭାରତୀୟ ଜନତା ପାର୍ଟିରେ ଅଛନ୍ତି, କହିବେ ହୀରାକୁଦ ବନ୍ଧ ଆମେ ଶୁଭାରମ୍ଭ କରିଥିଲୁ। ତେମେ ସେଇ ବିଜୁ ବାବୁଙ୍କ କଥା କହିବେ, ମହତାବ ବାବୁଙ୍କ କଥା କହିବେ, ନେହେରୁଙ୍କ କଥା କହିବ ନା କହିବନି? ଠିକ ସେଇଭଳି ଭାବରେ ଆମେ ବିନମ୍ର ନିବେଦନ କରୁଛୁ ଜଣେ ଓଡିଶାର ସାଧାରଣ ନାଗରିକ ଭାବରେ, ଜୟନାରାୟଣ ବାବୁ ଆପଣ କାଲି ମନ୍ତ୍ରୀ ହେବେ, ଏଇ କଥା ଚର୍ଚ୍ଚା ଚାଲିଛି, ଆପଣ ମଧ୍ୟ ଆଶା ରଖିଛନ୍ତି, ସେତେବେଳେ ଆମେ ଆପଣଠୁ କଣ ଶିଖିବୁ? ସରକାର କି ବାର୍ତ୍ତା ଦେବେ? ତେଣୁ ସେଇ ଯୋଉ ନାଟକ ଚାଲିଛି, ଅସମ୍ମାନିତ କରିଲେ ଗୋଟେ ମଜା, କିଛି ଲୋକଙ୍କୁ ଆପଣ ମାନେ ସମାଲୋଚନା କରି ଅସମ୍ମାନିତ କରି କିଛି ଲୋକଙ୍କୁ ମଜା ଲାଗେ। ମୁଁ ଭାବୁଛି ସମ୍ବଲପୁରରେ କଣ ଆପଣ ଏକୁଟିଆ କୌଶଳ ଆନ୍ଦୋଳନ ସମର୍ଥକ, ଅନ୍ୟମାନେ କଣ ପଶ୍ଚିମ ଓଡିଶାରେ କେହି ନାହାନ୍ତି? ପ୍ରସନ୍ନ ଆଚାର୍ଯ୍ୟ କଣ ଆପଣ ବଡ ନେତା? ସେଠି କଣ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ନାହାନ୍ତି? ସେଠି କଣ ଆପଣଙ୍କର ରବିନାରାୟଣ ନାୟକ ମନ୍ତ୍ରୀ ନାହାନ୍ତି? ଆପଣଙ୍କର ସୁରେଶ ପୂଜାରୀ କଣ ମନ୍ତ୍ରୀ ନାହାନ୍ତି? କିନ୍ତୁ ଆପଣଙ୍କ ଦେହରେ ଏତେ ପଶି ଯାଇଛି ରାଗ ଏଇ ଭୋଟ ପାଇଁ। ଆଟଲିଷ୍ଟ ସମସ୍ତଙ୍କୁ ସମ୍ମାନ ଦବା। ଆମେ କଣ ସମ୍ବଲପୁରୀ ଡ୍ରେସ ପିନ୍ଧୁ ନାହିଁ ଯେ ଆମେ କହିବୁ ତାଙ୍କ ଡ୍ରେସ କାହିଁ ପିନ୍ଧିବୁ? ସେଇଟା କଣ ହୁଏ? ଓଡିଶା ଏକ, ଏଇ ଓଡିଆତ୍ୱ ରହିବା ଦରକାର। ମୁଁ ଅନୁରୋଧ କରିବି ମୋହନ ଚରଣ ମାଝୀ ମହୋଦୟଙ୍କୁ, ମୁଖ୍ୟମନ୍ତ୍ରୀଙ୍କୁ, ଆଗାମୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ଯଦି ଆପଣ ଜୟନାରାୟଣ ମିଶ୍ରଙ୍କୁ ଆପଣଙ୍କ ମନ୍ତ୍ରିମଣ୍ଡଳରେ ନେବେ, ସେତେବେଳେ ଗୋଟିଏ କଥା ତାଙ୍କୁ ସ୍ୱୀକାର କରିବାକୁ ବାଧ୍ୟ କରେଇବେ, ନଚେତ୍ ଆପଣ ବି ହଇରାଣ ପଡିବେ।